ସୁନା ଦୋକାନୀଙ୍କ ଘରେ କଳାକନା ବୁଲାଇ ଦେଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ 5ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଘରେ ପଶି ଗର୍ଭବତୀ ମହିଳାଙ୍କୁ ବାନ୍ଧି ଦେଇ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ସଞ୍ଜୟ ସାହୁ ତୁଡ଼ିଗଡ଼ିଆ ବଜାରରେ ଶଙ୍କର ନାମକ ଏକ ଜୁଏଲାରୀ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ରାତିରେ ଦୋକାନ ବନ୍ଦ କରି ଘରେ ଖାଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର କବାଟ ଏବଂ ଗ୍ରିଲ୍ ଭାଙ୍ଗି ଘରେ ପଶି ଘରେ ଶୋଇଥିବା ସଞ୍ଜୟଙ୍କ ମା ଏବଂ ଗର୍ଭବତୀ ମହିଳା ଏବଂ ଛୋଟ ଛୁଆଙ୍କୁ ପ୍ରଥମେ ବାନ୍ଧି ଦେଇ ସେମାନଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ପରେ ବନ୍ଧୁକ ଭୁଜାଲି ଏବଂ କ୍ରିକେଟ ବ୍ୟାଟ୍ରେ ଆକ୍ରମଣ କରି 50 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସମେତ ନଗଦ 26,000 ଟଙ୍କା ଲୁଟ୍ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଆକ୍ରମଣରେ ଗୁରୁତର ହୋଇ ସଞ୍ଜୟଙ୍କ ମା ନୀଳିମା ସାହୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଔପଦା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ଲୁଟ୍ ଘଟଣାକୁ ନେଇ ଅଞ୍ଚଳରେ କକୁଆ ଭୟ ଦେଖିବାକୁ ମିଳିଛି।